ଭାଇ ଆପଣଙ୍କ ଅଞ୍ଚଳରେ ଭବ୍ୟ ଗୋଟେ ସୁନ୍ଦର ସୁନ୍ଦର ମନ୍ଦିର ପ୍ରତିଷ୍ଠା ହେଇଛି। ଦେଖୁଛନ୍ତି ଭକ୍ତଗଣ ଅଜସ୍ର ଏଇଠି। ତାଙ୍କୁ ନେଇ କଣ ପ୍ରତିକ୍ରିୟା ରଖିବେ? ଆମର ସାନ ଭାଇ ଶ୍ରଦ୍ଧେୟ ରବୀନ୍ଦ୍ର ପାତ୍ର ବହୁତ ପରିଶ୍ରମ କରିକି ତାଙ୍କ ଅଧ୍ୟବସାୟ ବଳରେ ଏଠି ପ୍ରଭୁ ଶ୍ରୀ ଶ୍ରୀ ଦୁର୍ଗେଶ୍ୱର ଏବଂ ମା ଅନ୍ନପୂର୍ଣ୍ଣାଙ୍କର ମନ୍ଦିର 4 ବର୍ଷ ତଳେ ସ୍ଥାପନା ହୋଇଥିଲା। ଚତୁର୍ଥ ପ୍ରତିଷ୍ଠା ଦିବସ ଉତ୍ସବ ଆଜି ପାଳନ କରାହଉଛି। ଆଜି ପୂର୍ଣ୍ଣାହୁତି ଏ ଅଞ୍ଚଳରୁ ବହୁତ ଶ୍ରଦ୍ଧାଳୁ ମାନେ ଆଜି ଏକାଠି ହେଇଛନ୍ତି ଏବଂ ଆମ ଅଞ୍ଚଳର ଇଏ ଗୋଟେ ବହୁତ ବିଶାଳ ଭବ୍ୟ ସୁନ୍ଦର ମନ୍ଦିର, ସୁନ୍ଦର ପରିବେଶ ଏବଂ ଭକ୍ତମାନଙ୍କ ପାଇଁ ସବୁ ସମୟରେ ଇଏ ଅନେକ ଅପୂର୍ବ ସୁଯୋଗର, ଅପୂର୍ବ ସେବାର, ଏଠି ଅପୂର୍ବ ଭକ୍ତିର ସୁଯୋଗ ଜୁଟିଛି ଏବଂ ଆମେମାନେ ସମସ୍ତେ ଗ୍ରାମବାସୀଠୁ ଆରମ୍ଭ କରି ଏଠି ଗଙ୍ଗୋତ୍ରୀ ନଗର, ଖାରବେଳ ବିହାର, ଦୁର୍ଗେଶ୍ୱର ନଗରଠୁ ଆରମ୍ଭ କରି ଏ ପାଖ ଆଖ ଅଞ୍ଚଳର ଅଧିବାସୀମାନେ, ଭକ୍ତମାନେ ଏଠି ଆସୁଛନ୍ତି, ପୂଜା କରୁଛନ୍ତି। ଆଉ ଏବେ ପ୍ରତିଷ୍ଠା ଉତ୍ସବ ଗଲା, ଆ ପରେ ପୁଣି ଆମର ଶିବରାତ୍ରି ମହୋତ୍ସବ ହବ, ଦିଅ ବାହାଘର ଅଛି। ଏମିତି ବର୍ଷକରେ 12 ପର୍ବ ମନ୍ଦିରରେ ଅନୁଷ୍ଠିତ ହେଉଛି। ଆମେ ସମସ୍ତେ ଆମର ସାନ ଭାଇ ରବୀନ୍ଦ୍ର ପାତ୍ରଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ। ତାଙ୍କର ଅଧ୍ୟବସାୟ, ତାଙ୍କର ପ୍ରଚେଷ୍ଟା ବଳରେ ଏ କାର୍ଯ୍ୟ ସବୁ ସମ୍ପନ୍ନ ହେଉଛି। କାର୍ଯ୍ୟକ୍ରମ ଭାଇ ଆଜି କଣ କଣ ଥିଲା? କାର୍ଯ୍ୟକ୍ରମ 3 ଦିନ 4 ଦିନ ବ୍ୟାପୀ ଯେଉଁ ଯଜ୍ଞ ଥିଲା, ଆଜି ଯଜ୍ଞର ପୂର୍ଣ୍ଣାହୁତି ଅବସରରେ ଏବେ ପୂର୍ଣ୍ଣାହୁତି ଶେଷ ହେଇଛି ଏବଂ ଏବେ ଭଜନ ଆରମ୍ଭ ହେଇଛି ଏବଂ ପାଖାପାଖି 5,000 ଶ୍ରଦ୍ଧାଳୁଙ୍କର ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ କରାହେଇଛି ଏବଂ ଅତିଥିମାନେ ସମସ୍ତେ ଆସୁଛନ୍ତି। ଆଉ ଅନେକ ଅତିଥି ଆସି ପହଞ୍ଚିବେ ଏବଂ ଗ୍ରାମବାସୀଠୁ ଆରମ୍ଭ କରି ଅତିଥିରୁ ସ୍ଥାନୀୟ ବିଧାୟକଠୁ ଆରମ୍ଭ କରି ସ୍ଥାନୀୟ ନେତୃବର୍ଗ ସମସ୍ତେ ଚେୟାରମ୍ୟାନ୍ ଆସିଛନ୍ତି। ଅନେକ ନେତୃବର୍ଗ ଆସି ଏଠି ପହଞ୍ଚିବେ ଏବଂ ସମସ୍ତେ ସବୁ ବର୍ଷ ଆସନ୍ତି ଏବଂ ଚଳିତ ବର୍ଷ ମଧ୍ୟ ଆସୁଛନ୍ତି। ପ୍ରଭୁ ଦୁର୍ଗେଶ୍ୱର ସମସ୍ତଙ୍କର ମଙ୍ଗଳ କରନ୍ତୁ, ମା ଅନ୍ନପୂର୍ଣ୍ଣା ସମସ୍ତଙ୍କର ମଙ୍ଗଳ କରନ୍ତୁ, ଏହି କାମନା ପ୍ରଭୁଙ୍କ ପାଖରେ, ମାଙ୍କ ନିକଟରେ। ରବୀନ୍ଦ୍ର କୁମାର ପାତ୍ର। ଭାଇ ଆପଣଙ୍କ ଅଧ୍ୟବସାୟ ବଳରେ ଆଜି ସୁନ୍ଦର ଭବ୍ୟ ମନ୍ଦିରର ପ୍ରତିଷ୍ଠା ହେଉଛି। ଆପଣ ଯେଉଁ ଅକ୍ଳାନ୍ତ ପରିଶ୍ରମ କରି ଚତୁର୍ଥ ବାର୍ଷିକ ବଡ଼ ଉତ୍ସବ ବଡ଼ ଧୁମଧାମରେ ପାଳନ ହେଉଛି, ତାକୁ ନେଇ କଣ ପ୍ରତିକ୍ରିୟା ରଖିବେ? ଏଇଟା ଦୁର୍ଗେଶ୍ୱର ମାତା ଅନ୍ନପୂର୍ଣ୍ଣାଙ୍କର ଚତୁର୍ଥ ବାର୍ଷିକ ରୁଦ୍ର ଅଭିଷେକ ଏବଂ ସକାଳୁ ଆମର ସୂର୍ଯ୍ୟ ପୂଜା ହେଇଥିଲା, ଗୋ ପୂଜା ହେଇଥିଲା ଏବଂ ଶାଲ ପୂଜା ଅବଶ୍ୟ ହେଇଥିଲା ଏବଂ ସମସ୍ତ ଭକ୍ତମାନଙ୍କୁ ପ୍ରସାଦ ସେବନ ବି ଏଠାରେ ମାନେ ଅଛି, ବ୍ୟବସ୍ଥା ଅଛି ଏବଂ ଭଜନ ସମାରୋହ ବି ଅଛି। କାର୍ଯ୍ୟକ୍ରମର ପ୍ରୟାସ କେତେ ଦିନର ପ୍ରୟାସ ଚାଲିଥିଲା ଆପଣ? ଏ ମନ୍ଦିର ତ ମାନେ ସରିବା ପାଇଁ 14 ବର୍ଷ ଲାଗି ଯାଇଥିଲା। 14 ବର୍ଷ ପରେ ଆଜିକୁ 4 ବର୍ଷ ହେଲା। ବହୁତ ପଇସା ଅଛି, ଲୋକ ବି ସେବା କରିପାରିଥାନ୍ତେ, କିନ୍ତୁ ଆପଣଙ୍କ ମନରେ ଏଇ ଜିନିଷଟା କେମିତି ଆସିଲା? ସୁନ୍ଦର ଭବ୍ୟ ମନ୍ଦିର କରି ମା ଦୁର୍ଗେଶ୍ୱରଙ୍କର ମନ୍ଦିର କରିକିରି ଲୋକଙ୍କୁ ସେବାରେ ଲାଗିବ, ଲୋକମାନେ ଆସିବେ, ଦର୍ଶନ କରିବେ, କେମିତି ଭାଇ ଆସିବେ? ତାଙ୍କର ଆଶୀର୍ବାଦରେ ସବୁ କାମ କରାଯାଉଛି। ଅନୁଭୂତି କଣ, ଠାକୁରଙ୍କର ତ କାମ ସେବା କରିବା ଆମର କର୍ତ୍ତବ୍ୟ। ତେଣୁକରି ଠାକୁରଙ୍କର କୌଣସି ମାନେ କମ୍ପ୍ରମାଇଜ ନକରି ଆମେ ସବୁ ଯାହା ଯାହା ଦରକାର ଠାକୁରଙ୍କ ନୀତିକ୍ରମ କରିଚାଲିଛୁ, ଏବେ ବି ସୁଦ୍ଧା ଚାଲିଛି ଏବଂ ଏ କଲୋନୀର କିଛି ଲୋକଙ୍କର ସାହାଯ୍ୟରେ ବି ଅବଦାନ ବି କିଛି ଚାଲିଛି। ଏଠି 2ଟା ମାସକୁ 2 ଥର ଚତୁର୍ଦଶୀ ଗୋଟେ ସଂକ୍ରାନ୍ତି ହୁଏ। ପ୍ରତି ଚତୁର୍ଦଶୀରେ 500 ଲୋକ ପ୍ରସାଦ ସେବନ କରନ୍ତି ଏବଂ ମାସକୁ ବି ମଧ୍ୟ 1,500 ଲୋକ ପ୍ରସାଦ ସେବନ କରନ୍ତି। ଆଗକୁ ମହାପ୍ରଭୁ ଲିଙ୍ଗରାଜ ଜୀବନେ ଆମର ଶିବରାତ୍ରି ହୁଏ, ଶିବରାତ୍ରି ପାଳନ ହେବ, ତାକୁ ପାଇଁ କ'ଣ କାର୍ଯ୍ୟକ୍ରମ? ନାଇଁ, ଆମର ପ୍ରତିବର୍ଷ ତ ଜାଗର ହୁଏ। ଜାଗର ପାଇଁ ଭକ୍ତଙ୍କ ପାଇଁ 7-8 ହଜାର ଲୋକଙ୍କ ପାଇଁ ପ୍ରସାଦ ହୁଏ ଏବଂ ପ୍ରସାଦ ଖାଇକି ଭକ୍ତମାନେ ଯାଆନ୍ତି।